श्रोताबंधु मनीष सर्वदा आत्माभिव्यक्ति चाहे अन्य निकटरे निजको परिप्रकाश करिबार सुंदर रास्ता गोटे कलात्मक मार्ग हेउछि गद्य। कुहाଯାଏ गद्येषु नाटकम रम्यम। गद्यर विभिन्न रूप अछि, गल्प, उपन्यास, समालोचना, प्रबंध इत्यादि। तन्मध्यरु श्रेष्ठ रूप हेउछि नाटक। আজি এই আভিମୁଖ୍ୟ ନେଇ ଆପଣମାନଙ୍କୁ ଏକ ସୁନ୍ଦର ଛୋଟ ନାଟକ ମୁଁ ଶୁଣେଇବା ପାଇଁ ଯାଉଛି। ରଙ୍ଗତୁଳିର ଗାଁ ଓ କେତୋଟି ଛୋଟ ନାଟକର ରଚୟିତ୍ରୀ ଆମ ସମୟର ଜଣେ କୃତବିଦ୍ୟ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର। ସେ ଏକାଧାରରେ ଜଣେ କବି, ସ୍ତମ୍ଭକାର, ସମାଲୋଚିକା, ନାଟ୍ୟକାର, ଏକାଙ୍କିକାକାର, ଜୀବନୀକାର, ତାଙ୍କର ଅନେକ ପରିଚୟ ରହିଛି। ଆଜି ତାଙ୍କର ରଙ୍ଗତୁଳିର ଗାଁ ଓ କେତୋଟି ଛୋଟ ନାଟକ ସଂକଳନରୁ ଏକ ଚମତ୍କାର ନାଟକ, ଛୋଟ ନାଟକ ଆମ ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି, ଯାହାର ଶୀର୍ଷକ ହେଉଛି ସାବାସ ଆଇ। ସାବାସ ଆଇ। ନାଟ୍ୟକାର ପ୍ରଫେସର ସଂଘମିତ୍ରା ମିଶ୍ର। ଗାଁ ମୁଣ୍ଡରେ ବରଗଛ। ପିଲାଏ ସ୍କୁଲ ଗଲାବେଳେ ସେଠି ଠିଆ ହୋଇ ନମସ୍କାର କରୁଛନ୍ତି। ବଡ଼ ପିଲା ସାନ ପିଲାଙ୍କୁ ଠାରୁଛନ୍ତି ଚପଲ ଓହ୍ଲେଇବା ପାଇଁ। ବୁଢ଼ୀଟିଏ ଆସି ଢାଳରେ ପାଣି ଆଣି ଢାଳିଲା ଗଛରେ। ଫୁଲଟିଏ ଦେଇ ବସିଲା ଘଡ଼ିଏ। କ'ଣ ଗପିଲା ବୁଝି ହେଲାନି। ଦିନ ପ୍ରାୟ 11ଟା ହେବ। କୁରାଢ଼ୀ ଧରି ଆସିଲେ 4 ଜଣ କାଠୁରିଆ। ଠକ୍ ଠକ୍ ପାହାର ଶୁଣି ଉଠିଲା ବୁଢ଼ୀ। ବୁଢ଼ୀ କହିଲା, ଆରେ କ'ଣ କରୁଛ ରେ? ନିଆଁ ଲଗା କାନଟାକୁ ଶୁଭୁନି ଏ କୁରାଢ଼ୀ ପାହାର? ହେ ମା ବାଟ ଭୁଆସୁଣୀ, ଆରେ କ'ଣ କରୁଛ ରେ? ସେମାନେ କୁରାଢ଼ୀ ପାହାର ପକାଉଥାନ୍ତି। ରହିଯାଅ କାଠୁରିଆ ଶୁଣ ମୋର କଥା, ରହିଯାଅ କାଠୁରିଆ ଶୁଣ ମୋର କଥା, ଏ ଗଛ ସହିତ ଯୋଡ଼ା ଆମ ଗାଁ ମଥା। ଦୁଃଖ ବିପଦ ଆମକୁ ରଖିଛି ବଞ୍ଚେଇ, କଥା ମାନ ଏ ଗଛକୁ ଜମା କାଟ ନାହିଁ। କାଠୁରିଆ କହିଲା, ଉଠ ବୁଢ଼ୀ, ଅଇଲା ଭଦ୍ରଲୋକି ଦେଖେଇବାକୁ। କଥା ଶୁଣିବାକୁ ବେଳ ନାହିଁ ଆମ ହାତରେ, ରଖିଛୁ ଚିଠି। ଫିସା ଦିଆ କଥା ହେ ନା ବୁଢ଼ୀଲୋ, ବାଟରୁ ଯା ତୁ ଉଠି। ରାସ୍ତା ଘାଟ ହେବ, ମଟର ଚାଲିବ, ସହରକୁ ଯିବୁ ବୁଲି। ଲାଇଟ୍ ଆସିବ, ଅନ୍ଧାର ହଟିବ, ଦେଖିବୁ ରହ ତୁ କାଲି। ଆରେ ପୁଅ କାଠୁରିଆ, ମନା ମାନ କାଠୁରିଆରେ, ଏତେ ନିରିଦୟ ହୁଅ କାହିଁକି? ଏ ଗଛ ଆମର ଜୀବନ ବୋଲିକି ସବୁ ଭୁଲିଗଲ ମନେ ନାହିଁ କି? ଦିଏ ସିଏ ସଞ୍ଜ ପବନ, ଦିଏ ସିଏ ସଞ୍ଜ ପବନ, ଛାଇ ଦିଏ ନିଅ ବିଶ୍ରାମ, ଜଗିଛି ଆମକୁ ମୁରବୀ ପରାଏ, ଆଉ କାହା କଥା ମାନ କାହିଁକି? ମନା ମାନ କାଠୁରିଆରେ। ଏ ବଦମାସ ବୁଢ଼ୀ, ଜାଣିପାରୁନୁ ଏ କାହା କାମ, କାହା ଚିଠି? ଦେଖିବୁ ହେଲେ। ବୁଢ଼ୀକୁ ସେ ଠେଲିଦେଲା। ବୁଢ଼ୀ ପଡ଼ି ଯାଉ ଯାଉ ରହିଗଲା। ଗୋଟିଏ ଧକ୍କାରେ ମାଟି କାମୁଡ଼ିବୁ, ଏତିକି କାହିଁକି ବୁଝି ନାହୁଁ? ଗୋଟିଏ ଧକ୍କାରେ ମାଟି କାମୁଡ଼ିବୁ, ଏତିକି କାହିଁକି ବୁଝି ନାହୁଁ? ଏଇଲା ଆସିବି ପୋଲିସଙ୍କ ଗାଡ଼ି ଟେକି ନେଇଯିବ ଚାହୁଁ ଚାହୁଁ। ହାଜତ ଭିତରେ ମଜା ବାହାରିବ, ହାଜତ ଭିତରେ ମଜା ବାହାରିବ, ଦେଖି ନଥିବୁ ତୁ ଆଜି ଯାଏ। ଚୁପଚାପ ଦେଖ ଆମ କାମ ବୁଢ଼ୀ, ନହେଲେ ତୋ ଆଖି ବୁଜିଦେ। ହେ ମା ବାଟ ଭୁଆସୁଣୀ, ସାହା ହୁଅଲୋ ମା, ଏ ମହାପୁରୁ ବୃକ୍ଷ ଦେବତା ନିଜେ ନିଜକୁ ରକ୍ଷା କର। ହେ ବୃକ୍ଷ ଦେବତା ଶୁଣ ମୋର କଥା, ତୁମ ଦାନେ ଆମେ ବଞ୍ଚିଅଛୁ। ଆଲୁଅ ରାସ୍ତାର ମୋହେ ଅନ୍ଧ ହୋଇ ତୁମକୁ ସନ୍ତାପ ଦେଉଅଛୁ। ଥରେ ଶୁଣ ମୋର ଗୁହାରି ହେ ପ୍ରଭୁ, ଏଇ ଅବୋଧଙ୍କୁ ଦିଅ କହି, ତୁମ ପରାକ୍ରମ ଟିକିଏ ଦେଖାଅ। ଜମା ବେଶୀ ରାଗ କର ନାହିଁ, ଜମା ବେଶୀ ରାଗ କର ନାହିଁ। ବୁଢ଼ୀ ଏତିକି କହି ମୁଣ୍ଡିଆ ମାରିଲା। ହଠାତ୍ ପବନ ହେଲା। ଗଛର ଛୋଟ ଡାଳ ଭାଙ୍ଗିଗଲା। ଚଢ଼େଇମାନଙ୍କ ବସା ଭାଙ୍ଗିଗଲା। କାଠୁରିଆମାନେ ପଛେଇ ଗଲେ।
କାଠୁରିଆ କହିଲା, ଏଇ ଟିକିଏ ପବନକୁ ଡରୁଛ? ଭାଇମାନେ ଆସ, ପକାଅ ଚୋଟ। ଏ କାମ ସରିଲେ ଆର ଛକର ବରଗଛ ହାଣିବାକୁ ହେବ। ପକା ଚୋଟ। ଦେଖ ଦେଖ ବୁଢ଼ୀଲୋ, ଦେଖ 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 ବୁଢ଼ୀଲୋ, ଦେଖୁଥା ତୁ ଠିଆ ହୋଇ। ଶୁଣ ଶୁଣ କୁରାଢ଼ୀ ପାହାର, ତୋ କଥା ଶୁଣିବେ ନାହିଁ କେହି। ଡବଲ ମଜୁରୀ ସଞ୍ଜକୁ ମିଳିବ, ରାତି ସୁଦ୍ଧା କଟା ସରିଗଲେ। ଡବଲ ମଜୁରୀ ସଞ୍ଜକୁ ମିଳିବ, ରାତି ସୁଦ୍ଧା କଟା ସରିଗଲେ। ମାଂସ ଭାତ ଖାଇ ଘୁଙ୍ଗୁଡ଼ି ମାରିବୁ, ତୋ କଥା ଶୁଣିବୁ କେତେବେଳେ? ହଣାରେ ଗଲେଣି ଏଇପରି କେତେ, କିଏ ବା ରଖିଛି ସେ ହିସାବ? ହଣାରେ ଗଲେଣି ଏଇପରି କେତେ, କିଏ ବା ରଖିଛି ସେ ହିସାବ? ମିଛେ ଆମ କାମ ଭଣ୍ଡୁର କରୁଛୁ, ଜାଣିଥା ପାଇବୁ ପରାଭବ। ମିଛେ ଆମ କାମ ଭଣ୍ଡୁର କରୁଛୁ, ଜାଣିଥା ପାଇବୁ ପରାଭବ। ବୁଢ଼ୀ କାନ୍ଦି ପକେଇଲା। କାନ୍ଦି କାନ୍ଦି ଗଛକୁ କୁଣ୍ଢେଇ ଧରିଛି। ଗଛ ତୁମେ ବାପ ସମାନ, ମୋଠାରୁ ବୟସେ ବଡ଼ ମହାନ। ତୁମେ ଦେଲ ଛାଇ ପବନ, ରଖିଅଛ ଆମ ଜୀବନ। ତମ ପାଖେ ଦଣ୍ଡେ ଘଡ଼ିଏ ବସିଲେ, ହାଲୁକା ଲାଗେ ଓଜନ ମନ। ଗଛ ତୁମେ ବାପ ସମାନ। କେତେ କାହୁଁ ବାଟୋଇ ଭାଇ ଖରାଦିନେ ଆସନ୍ତି ଧାଇଁ। କେତେ କାହୁଁ ବାଟୋଇ ଭାଇ ଖରାଦିନେ ଆସନ୍ତି ଧାଇ। ଗାମୁଛା ବିଛାଇ ଦଣ୍ଡେ ଯାଆନ୍ତି ଶୋଇ, ହାଲିଆ ମେଣ୍ଟାନ୍ତି ବଞ୍ଚେ ଜୀବନ। ଗଛ ତୁମେ ବାପ ସମାନ। ଗଛ ତୁମେ ବାପ ସମାନ। କହିଥିଲେ ବାପା ମୋହର, କରୁଥିବୁ ନୀତି ଜୁହାର। କହିଥିଲେ ବାପା ମୋହର, କରୁଥିବୁ ନୀତି ଜୁହାର। ତୁମ ଗଣ୍ଡି ଆମ ଠାକୁରଙ୍କ ଘର, ଆଜି ଯାଏ ଆମେ କରୁ ସମ୍ମାନ। ଗଛ ତୁମେ ବାପ ସମାନ। ରାଗିବନି ଦୁର୍ବଳ ବୋଲି, ଏତିକି ତ କଥା ମୁଁ ଦେଲି। ରାଗିବନି ଦୁର୍ବଳ ବୋଲି, ଏତିକି ତ କଥା ମୁଁ ଦେଲି। ମୋ ବେକରେ ଆଗ କୁରାଢ଼ୀ ପଡ଼ିବ, ରହିଯିବ ଗୋଟେ ମାର ମାନ। ଗଛ ତୁମେ ବାପ ସମାନ। କାଠୁରିଆ ଏ କଥା ଶୁଣୁଥିଲା। ଏ ବୁଢ଼ୀ, କଥା ଆଉ କେତେ ଶୁଣିବା? ଚାହୁଁ ଚାହୁଁ ଦିନ ଗଡ଼ିଗଲାଣି। ୟାକୁ ଜଣେ ଟାଣି ଧର ହୋ, ଆମେ 3 ଜଣ ଏ ଗଛକୁ ହାଣୁଛୁ। ଜଣେ ବୁଢ଼ୀକୁ ଟାଣି ଧରିଥାଏ। ପିଲାଏ ସ୍କୁଲରୁ ଫେରିଲେ। ରମୁ ବୋଲି ଗୋଟେ ପିଲା ଥିଲା। ସେ କହିଲା, ଏଠି କ'ଣ ଚାଲିଛି? ଆଈ ଆଈ, ତତେ ଏମିତି ଧରିଛନ୍ତି କାହିଁକି? କାଠୁରିଆ କହୁଛି, ବେଗେ ପଳା, ଗଛ ହଣା ହେଉଛି ପରା। ମୁଣ୍ଡ ଉପରେ ପଡ଼ିଲେ ଆମ ଦୋଷ ନାହିଁ। କ'ଣ ପଳେଇବୁ? କ'ଣ ପଳେଇବୁ ମ ଆମେ? ଆରେ ଧର ଧର ଏଗୁଡ଼ାଙ୍କୁ। ଆମ ପାଖରେ ଅର୍ଡ଼ର ଅଛି। ରଖିଥା ତୋ ଅର୍ଡ଼ର। କହିଲା କ'ଣ ନା, ମୋ ପାଖରେ ଅର୍ଡ଼ର ଅଛି। ଆସିଲ ଭାଇମାନେ, ଧର, ଆମେ ସବୁ ତୁମ ସାଥିରେ ଅଛୁ। କହିଲା ରମୁ, କହିଲା ହରି। ପିଲାଏ ସମସ୍ତେ ମିଶିଗଲେ। ଏକା ସ୍ୱରରେ କହିଲେ। ସମସ୍ତେ ହାତକୁ ହାତ ଛନ୍ଦି ଚାରିକୁ ଘେରି ଠିଆ ହେଲେ। ଆସ ଆସ ଭାଇମାନେ, ହାତ ମିଶାଅ ହାତରେ। ଆସ ଆସ ଭାଇମାନେ, ହାତ ମିଶାଅ ହାତରେ। ଆଈ ବୁଢ଼ୀ ଲଢ଼ୁଅଛି ଏକୁଟିଆ ଏଠାରେ। ସିଏ ଦେଇଛି ଜୀବନ, ଆଜି ରଖିବା ତା ମାନ। ସିଏ ଦେଇଛି ଜୀବନ, ଆଜି ରଖିବା ତା ମାନ। ଗଛ ହିଁ ଜୀବନ, ଆମେ ପଢ଼ୁଅଛୁ ପାଠରେ। ଗଛ ହିଁ ଜୀବନ, ଆମେ ପଢ଼ୁଅଛୁ ପାଠରେ। ପଦା ହୋଇଗଲେ ଗଛ ମରୁ ହୋଇବ ଭବିଷ୍ୟ। ପଦା ହୋଇଗଲେ ଗଛ ମରୁ ହୋଇବ ଭବିଷ୍ୟ। ପାଣି ଟୋପେ ମିଳିବନି ବଞ୍ଚିବାକୁ ଏଠାରେ। ପାଣି ଟୋପେ ମିଳିବନି ବଞ୍ଚିବାକୁ ଏଠାରେ। 2 ଜଣ ଗ୍ରାମ୍ୟ ଯୁବକ ଆସିଲେ। ଆରେ ଏଠି କ'ଣ ଚାଲିଛି? ଏଠି ଏତେ କଥା ହେଲାଣି, ତୁମେ ଭାଇମାନେ ଏତେବେଳକୁ ଆସୁଛ? ଜଣେ ଯୁବକ କହିଲା। ହରି କହିଲା। ଦ୍ୱିତୀୟ ଯୁବକ କହିଲା, ଆରେ ଆରେ, ହଉ ରହିଯା, ଆମେ ତାଙ୍କୁ ବୁଝେଇବା। ମାନ ମାନ କାଠୁରିଆ ହେ, କହ ଯାଇ ବଡ଼ ବାବୁଙ୍କୁ ତୁମ। ମାନ ମାନ କାଠୁରିଆ ହେ, କହ ଯାଇ ବଡ଼ ବାବୁଙ୍କୁ ତୁମ। ଏତେ ବୁଝାଇଲୁ ବୁଝୁନାହଁ କିଆ, ଗଛ କଟା ବାବୁ ମହାବିଷମ। ଜାଣିନାହଁ ଆମ ସକତି, ମଥା କଟୁ ନାହିଁ ତ ଭୀତି। ଗଛ କଟା ତାଠୁ ଆହୁରି ବିପଦ, କାହିଁକି କରୁଛ ବୁଦ୍ଧିକୁ ବାମ। ତୁମେ ସବୁ ଜାଣି ଅଜଣା, ସ୍ୱାର୍ଥ କରେ ତୁମକୁ ବଣା। ଚେଇଁ ଶୋଇଥିଲେ କିଏ ଉଠାଇବ, କାହିଁକି କରୁଛ ବୁଦ୍ଧିକୁ ବାମ। ବୁଢ଼ୀକୁ ଛାଡ଼ି ଦେଇ କାଠୁରିଆ କହିଲା, ଆମେ ମଜୁରୀ ନଦେଲେ ଆମ ପିଲା କ'ଣ ଖାଇବେ? ଯୁବକ ଜଣକ ଏଥର ସେଣୁ କହିଲେ, ଆଉ ଅଛି କାମ ବହୁତ, ତୁମ ଦେହେ ଅଛି ତାକତ।
ଆଉ ଅଛି କାମ ବହୁତ, ତୁମ ଦେହେ ଅଛି ତାକତ। ମନ ସ୍ଥିର କର, ଦା ହାତେ ଧର, ପରିବେଶ ନଷ୍ଟ ନ କର ଆମ। ମନ ସ୍ଥିର କର, ଦା ହାତେ ଧର, ପରିବେଶ ନଷ୍ଟ ନ କର ଆମ। କାଠୁରିଆ ମାନେ କୁରାଢ଼ୀ ତଳେ ଥୋଇଦେଲେ ଆସ୍ତେ ଆସ୍ତେ। ବୁଢ଼ୀ ଆଈକୁ କୁଣ୍ଢେଇ ଧରି ପିଲାଏ ନାଚିଲେ। ବାଃ ବାଃ ବାହାରେ ଆଈ, ବାଃ ବାଃ ବାହାରେ ଆଈ, ତୋ ଋଣ ଶୁଝି ପାରିବୁ ନାହିଁ। କେତେ ତ ସାହସ ରଖିଦେଲୁ ଯଶ, ତୋ କଥା ଗୀତେ ଗାଇବୁ ଯାଇ। କେତେ ତ ସାହସ ରଖିଦେଲୁ ଯଶ, ତୋ କଥା ଗୀତେ ଗାଇବୁ ଯାଇ। ବୁଢ଼ୀ ଖୁସି ହେଇଗଲେ। ବୁଢ଼ୀ ଗାଇଲେ, ଭଲରେ ଥାରେ ନାତିମାନେ ତୁମେ ସବୁ, ଭଲରେ ଥାରେ ନାତିମାନେ ତୁମେ ସବୁ, ଠିକ୍ ବେଳେ ଆସିଲ ବୋଲି ସିନା, ନହେଲେ ଭାରି ଅସୁବିଧା ହେଇଥାନ୍ତା। ଧନ ମାନେ ରଖିଥା ମନେ, ଆଜି ଅଛି ମୁଁ କାଲିକୁ ନଥିବି, ବଞ୍ଚିବ ତୁମେ ଏ ପ୍ରକୃତି ଦାନେ। ଧନ ମାନେ ରଖିଥା ମାନେ ମନେ, ଆଜି ଅଛି ମୁଁ କାଲିକୁ ନଥିବି, ବଞ୍ଚିବ ତୁମେ ଏ ପ୍ରକୃତି ଦାନେ। ଗଛ ଆମ ଜୀବନ ନାଟି, ତେବେ ତାକୁ ନଦିଅ କାଟି। ଏତିକି କଥା ମୋ ରଖିଦେବ ପିଲେ, ବାର ବାର କହେ ମୁଁ ତୁମ କାନେ, ବାର ବାର କହେ ମୁଁ ତୁମ କାନେ। ଏଥର ପିଲାଏ କହିଲେ ଆଈକୁ, ଆଈ ବୁଝିଗଲୁ ତୁମ କଥା ଆମେ ଆଈ, ଆଖି ଦିଅ ପୋଛି ଟିକିଏ ହସ। ବୁଝିଗଲୁ ତୁମ କଥା ଆମେ ଆଈ, ଆଖି ଦିଅ ପୋଛି ଟିକିଏ ହସ। ତୁମେ ତ ଆମର ଆଦର୍ଶର ସ୍ଥଳ, ଲୋଡ଼ା ଟିକେ ତୁମ ସୁମନାସ। ଥରେ ରଖିଦିଅ ହାତ ଆମ ମାଥେ, ଥରେ ରଖିଦିଅ ହାତ ଆମ ମାଥେ, ଥରେ ହସିଦିଅ ଆମ ପାଇଁ, ଆଉ ଶୁଣିବାନି କାଠ କଟା ଶବ୍ଦ। କଥା ଦେଉ ତୁମ ମୁହଁ ଚାହିଁ, ଭାବିବନି କେବେ ନିଜକୁ ଏକାକୀ, ଭାବିବନି କେବେ ନିଜକୁ ଏକାକୀ। ଏ ରାଇଜ ଅଛି ତୁମ ସହ, ତୁମେ ନୁହଁ ଆଈ ପିଠ ଦେବି ତୁମେ, ଢାଳି ଦିଅ ଟିକେ ବରା ଭୟ। ତୁମେ ନୁହଁ ଆଈ ପିଠ ଦେବି ତୁମେ, ଢାଳି ଦିଅ ଟିକେ ବରା ଭୟ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ପ୍ରଫେସର ସଂଘମିତ୍ରା ମିଶ୍ର, ଯିଏକି ଆମ ସମୟର ଜଣେ ଉଚ୍ଚ କୋଟିର ଜଣେ ସମାଲୋଚିକା ଏବଂ ଏକାଙ୍କିକାକାର, ନାଟ୍ୟକାର। ତାଙ୍କର ସୁନ୍ଦର ନାଟକ ରଙ୍ଗତୁଳିର ଗାଁ ଏବଂ କେତୋଟି ଛୋଟ ନାଟକରୁ ଆମେ ଶୁଣୁଥିଲେ ଏକ ଛୋଟ ନାଟକ, ଯାହାର ଶୀର୍ଷକ ଥିଲା ସାବାସ୍ ଆଈ। କଥାବସ୍ତୁର ଅନ୍ତଃସ୍ୱର ହେଉଛି ପରିବେଶକୁ ରକ୍ଷା ଏବଂ ବୃକ୍ଷମାନଙ୍କର ରୋପଣକୁ ପୁନଃ ପ୍ରାଧାନ୍ୟ ଦେବା। ପିଲାମାନଙ୍କ ଭିତରେ ଗଛ ପ୍ରତି ଭଲ ପାଇବା, ଆନ୍ତରିକତା ଏବଂ ସେ କିପରି ଆମ ପାଇଁ ଉପକାରୀ ତାକୁ ବୁଝେଇବା ଏବଂ ସମସ୍ୟାକୁ ସମାଧାନ କରିବାକୁ ଯାଇ କାଠୁରିଆମାନଙ୍କୁ ଏ କର୍ମରୁ ନିବୃତ୍ତ ରହିବାକୁ ମଧ୍ୟ ନାଟ୍ୟକାରଙ୍କର ପ୍ରଚ୍ଛନ୍ନ ଦୃଷ୍ଟିକୋଣ ମଧ୍ୟ ଆମେ ପାଉ। ଆଜିର ଏହି ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।